ଆପଣମାନେ ବି ଦେଖିକି ଭାବୁଥିବେ ଏଇ ପିଲାଟି କାନ୍ଦୁଛି କ'ଣ ପାଇଁ। ମୁଁ ବି ଆକ୍ଚୁଆଲି ସେଇ କଥା ଭାବୁଛି। ତ ଆସନ୍ତୁ କିଛି ସମୟ ପୂର୍ବକୁ ଫେରିଯିବା, ଦେଖିବା କ'ଣ ହେଇଥିଲା। ଫ୍ଲାଶବ୍ୟାକ୍। ଆପଣମାନେ ଦେଖୁଥିବା ଏଇ ଜାଗାଟାର ନାଁ ହେଉଛି ବିଶ୍ୱ ଦର୍ଗେଇପୁର। ଏଠାକାର ପରିବେଶ ଦେଖି ଆପଣମାନେ ଭାବୁଥିବେ ବହୁତ ଶାନ୍ତିପୂର୍ଣ୍ଣ ଗାଁ ପ୍ରାୟ। ଠିକ୍ କିଛି ମାତ୍ରା ପର୍ଯ୍ୟନ୍ତ ଆପଣମାନଙ୍କ ଭାବନାଟା ବି ଠିକ୍। ବେଶୀ କିଛି ନାହିଁ, କେବଳ ଏଇ ଗାଁରେ ରହୁଥିବା ଲୋକମାନଙ୍କର 2-3ଟା ମର୍ଡ଼ର କେସ୍, 3-4ଟା ହାଫ୍ ମର୍ଡ଼ର କେସ୍, ଏମିତି ହିଁ କିଛି ଅଛି। ତ ସେଥିମଧ୍ୟରୁ ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଆମର ଭାକୁଣ୍ଡ, ଯାହା ନାଁରେ ଅଗଣତି କେସ୍ ଅଛି। ଆଜି ଚାଲନ୍ତୁ ଜାଣିବା ତାଙ୍କ ମୁହଁରୁ ତାଙ୍କର ଏକ କେସ୍। Run. ତମ ନା ତ ଏତେ କେସ୍ ଅଛି, ପିଙ୍କାକୁ ମାଡ଼ ହେଇଥିଲା ସେଇ କେସ୍ଟା କହୁନ। ପିଙ୍କାର ମୋ ସହ ଝଗଡ଼ା ହେଇଥିଲା। ପିଙ୍କାକୁ ମାରିବା ପାଇଁ ମୁଁ ବହୁତ ପ୍ଲାନ୍ କରିଥିଲି, ପିଙ୍କାକୁ ମାରିବି ବୋଲି। ଆମେ ବସିକି ମୁଁ ପ୍ଲାନ୍ କରୁଥିଲେ। ତାପରେ ମୋ ସହିତ ଯାଇଥିଲେ ଥରେ ପିଙ୍କାକୁ ଡାକିଥାଏ, ଦାଦା ବବୁଲାଙ୍କ ବର୍ଥଡେ ଅଛି, ଚକୋଲେଟ୍ ଖାଇବା ଶୀଘ୍ର ଆ। ତାପରେ ପିଙ୍କା ଆସିଲାଣି, ବସିକି ଖାଉଥିଲା। ସେତେବେଳେ ଆମେ ପିଙ୍କାକୁ ପିମ୍ପୁଡ଼ି ଚକୋଲେଟ୍ ପିମ୍ପୁଡ଼ି ଲାଗିଛି ଶୀଘ୍ର ଆ। ତାପରେ ପିଙ୍କା ଉଠିକି ଆଇଲା, ତାପରେ ଚିଣ୍ଟୁ ଟାଳି ମାରିଦେଲା। ମାରିସାରିଲା ଆମେ ପିଙ୍କାକୁ ଜିନିଷ ମାଇଲେ ସମସ୍ତେ ବାହାରିଥିଲେ, ଅନ୍ଧାର ପୁରା ଠିକ୍ ହେଇଥିଲା। ତାପରେ ହେଲା ଜଣକୁ ରାଜାକୁ ପଠେଇଲା ଯା ଦୌଡ଼ି ଆଣିବ, ଆଣିକି ପିଙ୍କାକୁ ନେଇଯାଆନ୍ତେ କଇଁଆ ଗଛ ବାନ୍ଧିରେ ପିଟିଥାନ୍ତେ, ପିଟି ଦେଇକି ପକେଇ ଦେଇକି ପଳେଇ ଆସିଥାନ୍ତେ, ପକେଇ ଦେଇକି ପଳେଇ ଆସିଥାନ୍ତେ। ତାପରେ ପିଙ୍କା କାନ୍ଦିଲା, ତାପରେ ବବୁଲା କବାଟା ଖୋଲିଦେଲେ। ବବୁଲା ଠିକ୍ କବାଟା ଖୋଲା, ଆମେ ସବୁ ପଳେଇ ଗଲେ। ତମ ଯୋଉ କବାଟା ଦିଆଯାଇଥିଲା ମତେ ଦେଇଥିଲେ, ବବୁଲା ସେଠି ମତେ ଧନେ ଆଣିଲେ। ମୁଁ ଦୌଡ଼ି ଯାଉ ମତେ ବବୁଲା ଧନେ ଆଣିଲେ। ଧସାରିଲା ପରେ ପଚାରିଲେ ବବୁଲା ସବୁ କିସ ହେଇଥିଲା, ଆମେ ମାନିଲେନି। ତାପରେ ପିଙ୍କା ବସି କାନ୍ଦୁଛି, ତମ ଚୋରା ବସି କାନ୍ଦୁଲା ପିଙ୍କା ଜୁସେ। ତାପରେ ପିଙ୍କା କଣ କଥାବାର୍ତ୍ତା ଚାଲିଛି? ଏ ତୋରି କେସଟା ବା, ତତେ ଯୋଉ ମାଡ଼ ହେଇଥିଲା ସେଇ କେସଟା ଇଏ ଜାଣି ନାହିଁ, ଇଏ ପଚାରତେ ଆଇଛି। ତାପରେ ଯୋଉ ତୁ ଛୁରୀ ନେଇକି ଆସିଥିଲୁ। ହଁ ମୁଁ ଛୁରୀ ନେଇକି ଆସିଥିଲି। ଇଏ କଣ, ତାପରେ ତୁ ଛୁରୀ କେମିତି ନେଇକି ଯାଇଥିଲୁ, କଣ ତୋର କଣ ଥିଲା? ଇଏ 100 ଟଙ୍କିଆ ଗୁଣ୍ଡା ନେଇକି ଆସିଥିଲି, ମୁଁ ଲୁଚିଥିଲି। ଏ ସିପୁନୁ ଗଲା ତତେ ଡାକିବା ପାଇଁ, ତୁ ଟିଭି ଦେଖୁଥିଲୁ। ତୁ ବାହାରିକି ଆଇଲୁ, ତୁ ପପୁନା ବୁଲର ପଛରେ ଗୁଡଉଥିଲୁ, ଆମେ ତତେ ଗୁଡଉଥିଲୁ, ତୁ ମାନେ ଘୁରୁଥିଲୁ। ତତେ ଆମେ ଧରି ନେଇଛୁ। ତାପରେ ଗୁଗୁ ବାହାରିକି ଆଇଛି। ଗୁଗୁ ଏମିତି ବାହାରିକି ଆଇଛି, ଆମେ ଛୁରୀଟା ଖୋଲିଛୁ, ସିଏ ଦେଖି ନେଇଛି ଛୁରୀଟାକୁ। ସିଏ ଦୌଡ଼ିକି ଯାଇକି ତା ମାଲ ଡାକିଛି। ତାପରେ ତ ଜାଣିଛୁ ତୁ ତାର କଣ ହେଇଛି ଆଉ। ଭାଇ ମୁଁ ଏଇ ଗୁଗୁ ପାଇଁ ପପୁନା ବୁଲ ପାଇଁ ବଞ୍ଚିଛି ରେ, ମାରି ଦେଇଥାନ୍ତୁ। ହଁ ଇଏ ତତେ ଫାଇନାଲି ମାରିଦେଇ କଣ କରିଥାନ୍ତୁ, ନେଇକି ପଡିଆକୁ ଫିଙ୍ଗି ଦେଇଥାନ୍ତି। ଆଉ କଣ ଦି ଜଣ ଯାକ, ଆମେ ଦି ଜଣ ଏକୁ ଟେକି ନେଇ ପଳେଇଥାନ୍ତୁ। ଭାଇ 2024 RCB ଟ୍ରଫି ନେଲା, ତମ ଭଳିଆ ନା 2 ବର୍ଷ ପାଇଁ ମ୍ୟାଚ ଆର ମୁଣ୍ଡିଆ ମତେ ମାରି ଦେଇ ପଳେଇଲାନି, ତମେ କିଛି କହିପାରିଲନି। ତାକୁ ତ ମାରି ନେଇଥାନ୍ତା, ସେତେବେଳେ ଟେଣ୍ଟ କିସ କରୁଥିଲ? ମାରିଆ ପୁରା ତ ମାରି ଯାଇଛି ଫାଇନାଲ। କୋଉଠି ଅଟକେଇ ଦବା ତାକୁ, ଡାକି ଆଣି ଦିନା କଣ କରୁଛୁ? ଆସୁନୁ ବବୁନା ଘରେ ଚକଲେଟ ଯାଉଛୁ, ଆସୁନୁ। ମତେ ତ କହିଥିଲେ ତାକୁ ସାଙ୍ଗ ନେଇକି ଯାଇତେ। ବବୁନା ଘରେ ଚକଲେଟ ପିମ୍ପୁ ନେଇକି ତୁ ଆସୁନୁ। ବବୁଲାଙ୍କ ଘର ତ କବାଟ ଦିଆ ହେଇଛି, ତାଙ୍କର ତ କେହି ନାହାନ୍ତି। ରହିଥା, ମୁଁ ବବୁନା ଡାକୁଛି, ରହିଥା।
ବେଟି କଣ ଚାଲିଛି ବେ? Run. ବେ ତୁ ପିଙ୍କା ନା କଣ ବେ? ହଁ ମୁଁ ତ ମାରିଲି ସମସ୍ତେ। କଣ ହେଇଛି ଦେଖିଆ? ବେ ତୋତେ କିଏ ବାନ୍ଧିଦେଲା? ଏ ସାନୁ ଏକେ ମାରି ମତେ ମାରି ଦେଇଥିଲେ। ଆର ଇଣ୍ଡିଆ ବାଲା ଆମକୁ ମାରିଛନ୍ତି ଆମେ ତାଙ୍କୁ ମାରିବା। ଆମର ଗୋଟେ ପ୍ଲାନ୍ ଅଛି ତାଙ୍କୁ ଦେଖି ନବା। ହଉ ଚାଲ କି ପ୍ଲାନ୍ ଟା କହିଲୁ? ଏଇ ଚାଲ ଖେଳିତେ ଯା କ୍ରିକେଟ। ଚାଲି ଯିବା ମୁଁ ଯିବି ମୋ ଇଚ୍ଛା ନାହିଁ ଚାଲ। ଯିବା ଖେଳି। Run. ମାରିଥିଲି ନା ତ ବେଳ କରା ବାଟ ତୁ ଛୁରୀ ରଖୁସ। ନା ପାନ ଖଣ୍ଡେ ଦିଅ। ଆଉ କଣ ପିଲା କାଲିକା ପାଠ ପଢା ସବୁ ହେଇଯାଇଛି ନା? ଆସ ଆସ ଏଇ ଆସ ତମ ବିଚାର ଏଇଠି ହବ ଆସ 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 ସାର୍ କଣ ବୁଝୁଛନ୍ତି କିଛି ବୁଝି ପାରୁନାହାନ୍ତି ଆପଣ ସାର୍ ଶାସନରେ ଝଗଡା ଲାଗିକି ମରାପିଟା ଲାଗିକି ମରି ଯାଇଥାନ୍ତେ କି ବେ କଣ ହେଇଛି? ତୋ ନାଁ କଣ? ପିଙ୍କୁ ଦାସ ତୋ ନାଁ କଣ? ହାକୁନ ଦାସ ତୁ କଣ 100 ଟଙ୍କିଆ ଗୁଣ୍ଡା ନେବେ? କଣ ହେଇଛି ଭାକୁଣ୍ଡା? ତା ଛୁରୀ ନେଇ ମତେ ଗୋଡ ଉଠିଲା। ଛୁରୀ ଧରି ତାକୁ କାଇଁ ଗୁଡଉଥିଲୁ? ତାର ମତେ ମାରିଥିଲା ମୁଁ ତାକୁ ଛୁରୀରେ ଘୁଷି ଦେଇଥାନ୍ତି। ଛୁରୀର ଭୁସି ଦେଇଥାନ୍ତୁ। ବା ଭୁସିଲା ପରେ ମୁଣ୍ଡ ଦାସ ଫିରେଇ ପଡିଆରୁ। ବେ ତମେ ଗୋଟେ ଛୁଆ ନା ରାକ୍ଷସ ବେ? ତମ ମୁଣ୍ଡରେ ବୁଦ୍ଧି ପୁରଉଛି କିଏ ବେ? ଏତିକି ହେଇଥିଲା ଲେଟ୍ ହେଲାଣି ଚାଲ ଯିବା ଚାଲ। ଚାଲ